ମୁଁ ରଦିବାଲା ପାଖରୁ କିଲୋ ଦରରେ କିଛି ପୁରୁଣା ବହି କିଣିଥିଲି। ରାତିରେ ଯେତେବେଳେ ମୁଁ ଗୋଟିଏ ବହି ପଢ଼ୁଥିଲି ସେତେବେଳେ ଦୁଇଟି ପୃଷ୍ଠା ପରସ୍ପର ସହ ଯୋଡ଼ି ହୋଇ ରହିଥିଲା। ମୁଁ ବ୍ଲେଡ୍ ସାହାଯ୍ୟରେ ସେଗୁଡ଼ିକୁ ଅଲଗା କଲି ତ ଭିତରୁ ଗୋଟିଏ ଅସ୍ପଷ୍ଟ ଫଟୋ ତଳେ ପଡ଼ିଗଲା। ଫଟୋଟିକୁ ଦେଖି ମୋ ପାଦ ତଳୁ ମାଟି ଖସିଗଲା, କାରଣ ସେହି ଫଟୋଟି ମୋର ସେଇ ପୁଅ ଥିଲା ଯିଏ 20 ବର୍ଷ ପୂର୍ବେ ମେଳାରେ ହଜିଯାଇଥିଲା। ଫଟୋ ପଛପଟେ ଲେଖାଥିବା ଠିକଣାରେ ଯେତେବେଳେ ମୁଁ ପହଞ୍ଚିଲି ମୋର ହୋସ୍ ଉଡ଼ିଗଲା। ଡିସେମ୍ବରର ସେହି ଭୟଙ୍କର ଓ ଶୀତୁଆ ରାତି ମୋ ଅସ୍ତିତ୍ୱକୁ ଭିତରୁ ଜମାଟ ବାନ୍ଧି ଦେଉଥିଲା ଏବଂ ବାହାରେ ବହୁଥିବା ତୋଫାନୀ ପବନର ଶବ୍ଦ ଝରକା କାଚରେ ବାଡ଼େଇ ହୋଇ ଏମିତି ଏକ ଆୱାଜ ସୃଷ୍ଟି କରୁଥିଲା, ଯାହା ମୋ ସୁନସାନ୍ ଘରର ନୀରବତାକୁ ଆହୁରି ଗଭୀର କରିଦେଉଥିଲା। ମୁଁ ମୋ ରୁମ୍ କୋଣରେ ଥିବା ପୁରୁଣା ଆରାମଦାୟକ ଚୌକିରେ ସଙ୍କୁଚିତ ହୋଇ ବସିଥିଲି ଏବଂ ମୋ ସାମ୍ନାରେ ଜଳୁଥିବା ଲ୍ୟାମ୍ପର ହଳଦିଆ ତଥା ଉଦାସ ଆଲୁଅ ସେହି ପୁରୁଣା ଚିରାଫଟା ବହିଗଦା ଉପରେ ପଡ଼ୁଥିଲା, ଯାହାକୁ ମୁଁ ଆଜି ସନ୍ଧ୍ୟାରେ ହିଁ ମୋହଲାର ଜଣେ ରଦିବାଲା ପାଖରୁ ଶସ୍ତା ଦରରେ କିଣିଥିଲି। କାରଣ ଏହି ନିର୍ଜୀବ କାଗଜଗୁଡ଼ିକର ବାସ୍ନା ଏବଂ ଏଥିରେ ଲେଖାଥିବା ଅଜଣା ଲୋକଙ୍କ କାହାଣୀ ହିଁ ଏବେ ମୋର ଏକମାତ୍ର ସହାରା ଥିଲା, ଯାହା ମୋତେ ମୋ ନିଃସଙ୍ଗତାର ଯନ୍ତ୍ରଣାରୁ କିଛି ସମୟ ପାଇଁ ମୁକ୍ତି ଦେଇପାରୁଥିଲା, ଯେଉଁଥିରେ ମୁଁ ମୋ ସ୍ତ୍ରୀଙ୍କ ମୃତ୍ୟୁ ପରଠାରୁ ବନ୍ଦୀ ହୋଇ ରହିଯାଇଥିଲି। ମୋ ଜୀବନର ପ୍ରତିଟି ଦିନ ଗୋଟିଏ ବର୍ଷ ପରି କଟୁଥିଲା ଏବଂ ପ୍ରତିଟି ରାତି ସେହି ପୁରୁଣା କ୍ଷତଗୁଡ଼ିକୁ ଆଉ ସତେଜ କରିଦେଉଥିଲା, ଯାହା 20 ବର୍ଷ ବିତିଯାଇଥିଲେ ମଧ୍ୟ ଶୁଖିପାରି ନଥିଲା। ମୋର ଏକମାତ୍ର ପୁଅ ମୁକୁଲ, ଯିଏ ମୋ ଜୀବନର ସର୍ବସ୍ୱ ଥିଲା, ଆଜିଠାରୁ ଠିକ୍ 20 ବର୍ଷ ପୂର୍ବେ ମେଳାର ଭିଡ଼ରେ ମୋ ହାତ ଛାଡ଼ି କେଉଁଆଡ଼େ ହଜିଯାଇଥିଲା। ସେହି ଗୋଟିଏ ମୁହୂର୍ତ୍ତର ଭୁଲ ମୋର ହସୁଥିବା ଖେଳୁଥିବା ଦୁନିଆକୁ ନର୍କ ବନେଇ ଦେଇଥିଲା। ଏହି 20 ବର୍ଷ ମଧ୍ୟରେ ମୁଁ ତାକୁ କେଉଁଠି ଖୋଜିନି। ପୋଲିସ ଥାନା ଦୌଡ଼ିଛି, ଖବରକାଗଜରେ ବିଜ୍ଞାପନ ଦେଇଛି, ମାନସିକ କରିଛି ଏବଂ ସେହି ସବୁ ସ୍ଥାନକୁ ଯାଇଛି ଯେଉଁଠାରୁ ସାମାନ୍ୟ ଆଶାର କିରଣ ଦେଖାଯାଇଛି। କିନ୍ତୁ ମୋ ପୁଅକୁ ଯେମିତି ମାଟି ଖାଇଗଲା କି ଆକାଶ ନିଗିଳିଗଲା, ତାର କୌଣସି ପତ୍ତା ମିଳିଲା ନାହିଁ। ଏହି ଶୋକରେ ଝୁରି ଝୁରି ତା ମା ମଧ୍ୟ ମୋତେ ଏକା କରି ଚାଲିଗଲା। ଆଜି ରାତିରେ ମୋର ଅସ୍ଥିରତା ଚରମ ସୀମାରେ ଥିଲା। ମୁଁ ମୋର ଥରୁଥିବା ହାତରେ ବହି ଗଦାରୁ ଏମିତି ଏକ ବହି ଉଠାଇଲି, ଯାହାର ମଲାଟ ସମ୍ପୂର୍ଣ୍ଣ ଚିରି ଯାଇଥିଲା ଏବଂ ପୃଷ୍ଠାଗୁଡ଼ିକ ସମୟର ଧୂଳିରେ ମଇଳା ହୋଇଯାଇଥିଲା। ମୁଁ ଅନ୍ୟମନସ୍କ ଭାବେ ପୃଷ୍ଠାଗୁଡ଼ିକୁ ଓଲଟାଉଥିଲି। ହଠାତ୍ ପୃଷ୍ଠା ନମ୍ବର 50 ଏବଂ 51 ପାଖରେ ମୋ ଆଙ୍ଗୁଠି ଅଟକିଗଲା, କାରଣ ସେହି ଦୁଇଟି ପୃଷ୍ଠାର ପରସ୍ପର ସହ ଏମିତି ଭାବେ ଯୋଡ଼ି ହୋଇଥିଲା ଯେମିତି କେହି ଜାଣିଶୁଣି ସେଗୁଡ଼ିକୁ ଅଠାରେ ଯୋଡ଼ି ତା ଭିତରେ କିଛି ଲୁଚାଇବାକୁ ଚେଷ୍ଟା କରିଛି। ମୋ ମନରେ ଏକ ଅଜଣା ଶିହରଣ ଓ ଭୟ ଖେଳିଗଲା। ମୁଁ ଡ୍ରୟରରୁ ଏକ ପତଳା ବ୍ଲେଡ୍ ବାହାର କଲି ଏବଂ ଅତି ସାବଧାନତାର ସହ ସେହି ଦୁଇଟି ପୃଷ୍ଠା ମଝିରେ ଥିବା ଯୋଡ଼କୁ କାଟିବାକୁ ଲାଗିଲି। ରେ ଏତେ ଶାନ୍ତି ଥିଲା ଯେ କାଗଜ ଉପରେ ବ୍ଲେଡ୍ ଚାଲିବାର ଶବ୍ଦ ମଧ୍ୟ ବିସ୍ଫୋରଣ ପରି ଶୁଣାଯାଉଥିଲା। ଯେମିତି ମୁଁ ଶେଷ ଯୋଡ଼କୁ କାଟି ପୃଷ୍ଠା ଦୁଇଟିକୁ ଅଲଗା କଲି, ସେମାନଙ୍କ ମଝିରେ ଚାପି ହୋଇ ରହିଥିବା ଏକ କାଗଜ ଖଣ୍ଡ ଖସି ମୋ କୋଳରେ ପଡ଼ିଲା। ମୁଁ ଝପଟି ପଡ଼ି ତାକୁ ଉଠାଇଲି ଏବଂ ଲ୍ୟାମ୍ପ ଆଲୁଅ ପାଖକୁ ନେଇ ଦେଖିଲି ତ ମୋ ପାଦ ତଳୁ ମାଟି ଖସିଗଲା। ମୋ ଗଳାରୁ ଏକ ଚିତ୍କାର ବାହାରି ଆସିଲା, ଯେଉଁଥିରେ ବର୍ଷ ବର୍ଷର କଷ୍ଟ ଏବଂ ଆଶ୍ଚର୍ଯ୍ୟ ଭରି ରହିଥିଲା। କାରଣ ତାହା କୌଣସି ସାଧାରଣ କାଗଜ ନଥିଲା, ବରଂ ଏକ ପୁରୁଣା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଫଟୋ ଥିଲା, ଯାହାର କୋଣଗୁଡ଼ିକ ମୁଡ଼ି ଯାଇଥିଲା, କିନ୍ତୁ ସେଥିରେ ଥିବା ଚେହେରା ମୋ ହୃଦୟରେ ସବୁଦିନ ପାଇଁ ଅଙ୍କିତ ହୋଇ ରହିଥିଲା। ଏହା ମୋ ପୁଅ ମୁକୁଲର ସେହି ଫଟୋ ଥିଲା, ଯାହାକୁ 20 ବର୍ଷ ହେବ ମୃତ ଭାବି ମୁଁ ମୋ ହୃଦୟକୁ ଶ୍ମଶାନ କରିସାରିଥିଲି। ଫଟୋରେ ତାକୁ ପ୍ରାୟ 6-7 ବର୍ଷ ବୟସ ହେଉଥିଲା ଏବଂ ସେ ଠିକ୍ ସେହି ପୋଷାକ ପିନ୍ଧିଥିଲା ଯାହା ସେହି ଅଭିଶପ୍ତ ଦିନ ମେଳାରେ ତା ଦେହରେ ଥିଲା। ସେହି ଚମକୁଥିବା ଜାମା ଏବଂ ନୀଳ ରଙ୍ଗର ଜିନ୍ସ, ଯାହାକୁ ଦେଖିବା ମାତ୍ରେ ମୋ ଆଖି ଆଗରେ ସେହି ସବୁ ଦୃଶ୍ୟ ନାଚିଗଲା ଯେତେବେଳେ ମୁଁ ତାକୁ ସଜେଇ ଦେଉଥିଲି। କିନ୍ତୁ ଫଟୋରେ ଥିବା ମୁକୁଲର ଚେହେରାରେ ସେହି ନିଷ୍ପାପ ହସ ନଥିଲା, ଯାହା ସବୁବେଳେ ତା ଓଠରେ ଖେଳୁଥିଲା, ବରଂ ତା ଆଖିରେ ଭୟ, ଆତଙ୍କ ଏବଂ ଅସହାୟତାର ଏକ ସମୁଦ୍ର ଥିଲା, ଯାହାକୁ ଦେଖିଲେ ପଥର ପରି ହୃଦୟ ବି ତରଳିଯିବ। ତା ଆଖି ଯେମିତି ଚିତ୍କାର କରି କରି ମୋତେ ଡାକୁଥିଲା, "ପାପା, ମୋତେ ବଞ୍ଚା।" ମୋ ହାତ ଥରିବାକୁ ଲାଗିଲା ଏବଂ ମୋର ସମଗ୍ର ଶରୀର ଶିହରି ଉଠିଲା। ମୁଁ ଥରୁଥରୁ ଫଟୋଟିକୁ ଅଲଟାଇଲି। ସେଥିରେ ନାଲି ରଙ୍ଗର କାଳିରେ, ବୋଧହୁଏ ରକ୍ତରେ ମଧ୍ୟ ହୋଇଥାଇପାରେ, ଏକ ହୃଦୟ ବିଦାରକ ସନ୍ଦେଶ ଲେଖାଥିଲା, ଯାହା ମୋର ସମ୍ପୂର୍ଣ୍ଣ ଅସ୍ତିତ୍ୱରେ ଏକ ଶିହରଣ ଖେଳାଇଦେଲା। ବଙ୍କାଟଙ୍କା ଅକ୍ଷରରେ ଲେଖାଥିଲା, "ଭଗବାନଙ୍କ ଖାତିରରେ ମୋତେ ଏଠାରୁ ବାହାର କରନ୍ତୁ। ମୁଁ ଜଣେ କଏଦୀ ଏବଂ ଏହି ଫଟୋ ବହି ଭିତରେ ଲୁଚାଇ ବାହାରକୁ ପଠାଇବା ହିଁ ମୋର ଶେଷ ଉପାୟ। ଯଦି ଏହା କାହାକୁ ମିଳେ, ତେବେ ତଳେ ଦିଆଯାଇଥିବା ଠିକଣାରେ ପହଞ୍ଚନ୍ତୁ। କିନ୍ତୁ ପୋଲିସକୁ ଆଣିବେ ନାହିଁ, ନଚେତ୍ ସେମାନେ ମୋତେ ଜୀବନରୁ ମାରିଦେବେ, କାରଣ ସେମାନେ ସବୁବେଳେ ମୋ ଉପରେ ନଜର ରଖିଛନ୍ତି।" ସେହି ଲେଖା ତଳେ ସହରଠାରୁ ଦୂରରେ ଏକ ନିଛାଟିଆ ଅଞ୍ଚଳର ଠିକଣା ଲେଖାଥିଲା। ଏହା ପଢ଼ିବା ମାତ୍ରେ ମୋ ହୃଦୟର ଅବସ୍ଥା ବିଚିତ୍ର ହୋଇଗଲା।
ଗୋଟିଏ ପଟେ ଏହି ଖୁସି ଯେ ମୋ ପୁଅ ଜୀବିତ ଅଛି ଏବଂ ତାର ନିଶ୍ୱାସ ଚାଲୁଛି, ଅନ୍ୟପଟେ ଏହି ଭୟଙ୍କର ଡର ଯେ ସେ କେଉଁ ଅତ୍ୟାଚାରୀଙ୍କ କବଳରେ ଅଛି ଏବଂ ଗତ 20 ବର୍ଷ ହେବ ସେ କେଉଁ କଷ୍ଟ ଦେଇ ଗତି କରୁଥିବ। ଜଣେ ବାପା ପାଇଁ ଏହା କଳ୍ପନା କରିବା ବି ଅସହ୍ୟ ଥିଲା ଯେ ତାର ମାସୁମ ଶିଶୁ କାରାଗାରର ଜଞ୍ଜିର ସହୁଛି ଏବଂ ବାପା ଏଠି ଘରେ ବସିଛି। ମୋ ଭିତରେ ଥିବା ବାପା ଜଣକ ଜାଗି ଉଠିଲା ଏବଂ ମୁଁ ସେହି ମୁହୂର୍ତ୍ତରେ ସ୍ଥିର କଲି ଯେ ମୁଁ ଏବେ ଏବଂ ଏହି କ୍ଷଣି ଯିବି, ଚାହେଁ ସେଥିପାଇଁ ମୋତେ ମୋ ଜୀବନ କାହିଁକି ଦେବାକୁ ନ ପଡ଼ୁ। ମୁଁ ଜଲଦି ମୋର ପୁରୁଣା କୋଟ୍ ପିନ୍ଧିଲି ଏବଂ ଡ୍ରୟରରୁ ମୋର କଳଙ୍କି ଲାଗିଥିବା ପିସ୍ତଲଟି ବାହାର କରି ପକେଟରେ ପକାଇଲି, ଯାହା ବୋଧହୁଏ ଏବେ ଚାଲିବା ଅବସ୍ଥାରେ ନଥିଲା। ତଥାପି ଏହା ମୋତେ ଏକ ମିଥ୍ୟା ସୁରକ୍ଷାର ଅନୁଭବ ଦେଉଥିଲା। ମୁଁ ସେହି ଫଟୋ ଏବଂ ବହିକୁ ଛାତିରେ ଲଗାଇ ଘରୁ ବାହାରକୁ ଆସିଲି। ବାହାରେ ତୋଫାନ ଜୋରରେ ହେଉଥିଲା। ମୂଷଳଧାରାରେ ବର୍ଷା ହେଉଥିଲା ଏବଂ ଶୀତୁଆ ପବନ ହାଡ଼ ପର୍ଯ୍ୟନ୍ତ ଭେଦି ଯାଉଥିଲା। କିନ୍ତୁ ମୋ ଭିତରେ ଯେଉଁ ନିଆଁ ଜଳୁଥିଲା ତାକୁ ଏହି ବର୍ଷା ଲିଭାଇ ପାରିନଥାନ୍ତା। ମୁଁ ମୋର ପୁରୁଣା ଗାଡ଼ି ବାହାର କଲି ଏବଂ ସେହି ଅଜଣା ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ପଡ଼ିଲି। ରାସ୍ତା ଖୁବ୍ କଷ୍ଟକର ଏବଂ ସୁନସାନ୍ ଥିଲା। ସହରର ଆଲୋକ ପଛରେ ରହିଯାଇଥିଲା ଏବଂ ଏବେ ଚାରିଆଡ଼େ କେବଳ ଘଞ୍ଚ ଜଙ୍ଗଲ ଓ ଅନ୍ଧାର ଥିଲା। ଗାଡ଼ିର ୱାଇପର ଦ୍ରୁତ ଗତିରେ ଚାଲୁଥିଲା, କିନ୍ତୁ ମୋ ଆଖିରୁ ବୋହୁଥିବା ଲୁହ ସବୁକିଛି ଅସ୍ପଷ୍ଟ କରିଦେଉଥିଲା। ମୁଁ ଗାଡ଼ି ଚଲାଉଥିବା ବେଳେ ବାରମ୍ବାର ମୁକୁଲର ଫଟୋକୁ ଛୁଇଁ ଦେଖୁଥିଲି ଯେ କାଳେ ଏହା ଏକ ସ୍ୱପ୍ନ ନୁହେଁ ତ। ଭୟ ଏବଂ ଆଶାର ମିଶ୍ରିତ ଅବସ୍ଥା ମୋତେ ଶିହରଣରେ ଭରି ଦେଇଥିଲା। ପ୍ରାୟ 1.5 ଘଣ୍ଟାର ଯାତ୍ରା ପରେ ମୁଁ ସେହି ନିର୍ଦ୍ଦିଷ୍ଟ ଠିକଣାରେ ପହଞ୍ଚିଲି। ସେଠାରେ ଘଞ୍ଚ ଏବଂ ପୁରୁଣା ଗଛଗୁଡ଼ିକ ଗହଳିରେ ଏକ ବିରାଟ କିନ୍ତୁ ଅତି ଜରାଜୀର୍ଣ୍ଣ ଓ ପୁରୁଣା ପ୍ରାସାଦ ଥିଲା, ଯାହାର ଉଚ୍ଚା ଉଚ୍ଚା କାନ୍ଥଗୁଡ଼ିକରେ ଶିଉଳି ଜମି ଯାଇଥିଲା ଏବଂ ଯାହାର ଗେଟ୍ କଳଙ୍କିରେ ଭର୍ତ୍ତି ଥିଲା। ଏହି ସ୍ଥାନଟି ଏତେ ସୁନସାନ୍ ଏବଂ ଭୟଙ୍କର ଥିଲା ଯେ ଏଠାକୁ ଦିନରେ ଆସିବାକୁ ମଧ୍ୟ ଲୋକେ ଡରୁଥିବେ। ମୁଁ ଗାଡ଼ିକୁ ହବେଳିଠାରୁ ବହୁ ଦୂରରେ ଝୋଡ଼ଝାଡ଼ ମଝିରେ ଲୁଚାଇ ଦେଲି ଏବଂ ପାଦ ଚିପି ଚିପି ଗେଟ୍ ଆଡ଼କୁ ବଢ଼ିଲି। ବର୍ଷା ଏବେ ଥମି ଯାଇଥିଲା, କିନ୍ତୁ ଗଛରୁ ଝଡ଼ୁଥିବା ପାଣି ଟୋପା ଏବେ ମଧ୍ୟ ପରିବେଶରେ ଏକ ପ୍ରକାର ଶବ୍ଦ ସୃଷ୍ଟି କରୁଥିଲା। ମୁଁ ନିଜକୁ ସମ୍ଭାଳିଲି ଏବଂ ଜଣେ ଅସହାୟ ବୃଦ୍ଧଙ୍କ ରୂପ ଧାରଣ କରି ଗେଟ୍ ବାଡ଼େଇଲି। ବହୁ ସମୟ ପରେ ଗେଟର ଛୋଟ ଦରଜାଟି ଖୋଲିଲା ଏବଂ ଜଣେ ଅତ୍ୟନ୍ତ କୁତ୍ସିତ ଚେହେରାର ଲୋକ ବାହାରକୁ ଚାହିଁଲା। ସେହି ବ୍ୟକ୍ତିର ଚେହେରାରେ ବସନ୍ତ ରୋଗର ଦାଗ ଥିଲା ଏବଂ ଗୋଟିଏ ଆଖିରେ କଳାପଟି ବନ୍ଧା ହୋଇଥିଲା। ସେ ଗମ୍ଭୀର ସ୍ୱରରେ ପଚାରିଲା, କିଏ ତୁମେ? ଏତେ ରାତିରେ ଏଠାକୁ ମୃତ୍ୟୁକୁ ଡାକିବାକୁ କାହିଁକି ଆସିଛ? ମୁଁ ଥରୁଥିବା କଣ୍ଠରେ ମିଛ କହିଲି, ମୁଁ ଏହି ହବେଳିର ବହୁ ପୁରୁଣା ଚାକର ଏବଂ ବହୁ ବର୍ଷ ପୂର୍ବେ ଏଠାରେ କାମ କରୁଥିଲି। ଏବେ ଜୀବନର ଶେଷ ସମୟ ନିକଟ ହୋଇ ଆସୁଥିବାରୁ ମୋର ପୁରୁଣା ମାଲିକଙ୍କୁ ଦେଖିବାକୁ ଏବଂ କ୍ଷମା ମାଗିବାକୁ ଆସିଛି। ଚୌକିଦାର ସନ୍ଦେହଭରା ଦୃଷ୍ଟିରେ ମୋତେ ଉପରୁ ତଳକୁ ଚାହିଁଲା ଏବଂ ଘୃଣାରେ ଛେପ ପକାଇ କହିଲା, ମାଲିକଙ୍କୁ ମରିବାର ତ ଯୁଗ ବିତିଗଲାଣି। ଏବେ ଏଠାରେ କେବଳ ବଡ଼ ମାଲିକାଣୀ ରୁହନ୍ତି ଏବଂ ତାଙ୍କ ବିନା ଅନୁମତିରେ ଏଠାରେ ପବନ ବି ପଶିପାରିବ ନାହିଁ। ତୁମେ ଏଠି ଅପେକ୍ଷା କର, ମୁଁ ଭିତରେ ପଚାରି ଆସୁଛି। କିନ୍ତୁ ଯଦି ତୁମେ ହଲିବାକୁ ଚେଷ୍ଟା କରିଛ, ତେବେ ମୁଁ କୁକୁର ଛାଡ଼ିଦେବି। ଏତିକି କହି ସେ କବାଟ ବନ୍ଦ କରିଦେଲା। ମୁଁ ତାର ଭାରି ବୁଟ୍ ଜୋତାର ଶବ୍ଦ ଦୂରେଇ ଯାଉଥିବାର ଶୁଣିଲି। ମୋ ହୃଦୟ ଛାତି ଫାଟି ବାହାରକୁ ଆସିବାକୁ ବ୍ୟାକୁଳ ହେଉଥିଲା। ମୁଁ ବୁଝିଗଲି ଯେ ଯଦି ମୁଁ ଏଠାରେ ଠିଆ ହୋଇ ରହିବି, ତେବେ ହୁଏତ ଧରାପଡ଼ିବି କିମ୍ବା ମୋତେ ତଡ଼ି ଦିଆଯିବ, ଆଉ ମୁଁ ମୋ ପୁଅ ପାଖକୁ କେବେ ବି ପହଞ୍ଚି ପାରିବି ନାହିଁ। ମୁଁ ତୁରନ୍ତ ଏପଟ ସେପଟ ଚାହିଁଲି ଏବଂ କାନ୍ଥ କଡ଼େ କଡ଼େ ଯାଇ ହବେଳିର ପଛପଟ ଅନ୍ଧାର ଭିତରେ ହଜିଗଲି। ସେଠାରେ ଘାସ ବହୁତ ଉଚ୍ଚ ଥିଲା ଏବଂ କଣ୍ଟାବୁଦା ମୋ ପୋଷାକକୁ ଚିରି ଦେଉଥିଲା, କିନ୍ତୁ ମୋତେ କୌଣସି ଜିନିଷର ଖାତିର ନଥିଲା। ହବେଳିର ପଛପଟେ ମୋତେ ଏକ ଛୋଟ କାଠ କବାଟ ଦେଖାଗଲା, ଯାହା ବୋଧହୁଏ ରୋଷେଇ ଘର କିମ୍ବା ଷ୍ଟୋରର ଥିଲା। ସୌଭାଗ୍ୟବଶତଃ ତାହା ଅଧା ଖୋଲା ଥିଲା। ମୁଁ ଭଗବାନଙ୍କ ନାମ ନେଇ ତାକୁ ଧୀରେ ଠେଲିଲି ଏବଂ ଭିତରକୁ ପଶିଗଲି। ଭିତରେ ନିଦା ଅନ୍ଧାର ଏବଂ ଶ୍ୱାସରୁଦ୍ଧ କଲା ଭଳି ପରିବେଶ ଥିଲା। ଚାରିଆଡ଼େ ଏକ ଅଜବ ପ୍ରକାରର ପଚା ଗନ୍ଧ ବ୍ୟାପିଥିଲା। ମୁଁ କାନ୍ଥକୁ ଆଉଜି ଆଉଜି ଆଗକୁ ବଢ଼ିଲି ତ ମୋତେ ସାମ୍ନାରୁ ସାମାନ୍ୟ ଆଲୁଅ ଆସୁଥିବା ଦେଖାଗଲା। ମୋ ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା। ମୁଁ ପାଦ ଚିପି ଚିପି ସେହି ଆଲୁଅ ପାଖରେ ପହଞ୍ଚିଲି। ସେଠାରେ ଏକ ଝରକା ଥିଲା ଯାହାର କାଚ ଭାଙ୍ଗି ଯାଇଥିଲା ଏବଂ ସେଥିରେ ଏକ କାର୍ଡବୋର୍ଡ ଲଗାଯାଇଥିଲା। ମୁଁ ଥରୁ ଥରୁ ହାତରେ ସେହି କାର୍ଡବୋର୍ଡକୁ ସାମାନ୍ୟ ଘୁଞ୍ଚାଇ ଗୋଟିଏ ଆଖିରେ ଭିତରକୁ ଚାହିଁଲି। ଯେଉଁ ଦୃଶ୍ୟ ମୋ ଆଖି ଆଗକୁ ଆସିଲା, ତାହା ମୋ ରକ୍ତକୁ ଜମାଟ ବାନ୍ଧିଦେଲା ଏବଂ ମୋ ପାଟିରୁ ଚିତ୍କାର ବାହାରିବା ପୂର୍ବରୁ ହିଁ ଗଳାରେ ଅଟକିଗଲା। ମୋତେ ଲାଗିଲା ଯେମିତି ମୋ ହୃଦସ୍ପନ୍ଦନ ବନ୍ଦ ହୋଇଯିବ, କାରଣ ମୁଁ ମୋ ଜୀବନରେ ଏତେ ଡରାବନା ଏବଂ ହୃଦୟ ବିଦାରକ ଦୃଶ୍ୟ କେବେ ଦେଖିନଥିଲି। ସାମ୍ନାରେ ଏକ ହୁଇଲ୍ ଚେୟାରରେ ଜଣେ ଯୁବକ ବନ୍ଧା ହୋଇଥିଲା, ଯାହାର ମୁଣ୍ଡ ଗୋଟିଏ ପଟକୁ ଢଳି ପଡ଼ିଥିଲା। ତା ଶରୀରରେ ଅଗଣିତ କ୍ଷତର ଚିହ୍ନ ଥିଲା। କିନ୍ତୁ ଯେମିତି ସେ ମୁଣ୍ଡ ଟେକିଲା, ମୁଁ ଦେଖିଲି ଏହା ସେହି ଚେହେରା, ସେହି ଆଖି
ସେ ମୋର ମୁକୁଲ ଥିଲା, କିନ୍ତୁ ତା ସହ ସେଠାରେ ଯାହା ସବୁ ଘଟୁଥିଲା ତାହା କୌଣସି ସାଧାରଣ ମଣିଷର କଳ୍ପନା ବାହାରେ ଥିଲା। ସେହି ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ ମୋ ପାଦ ସେଇଠି ଲାଖିଗଲା। ହୁଇଲ୍ ଚେୟାରରେ ବସିଥିବା ମୋର 20 ବର୍ଷର ଯବାନ ପୁଅ ମୁକୁଲ କେବଳ ହାଡ଼ କଙ୍କାଳ ପରି ଦେଖାଯାଉଥିଲା। ତାର ହଳଦିଆ ପଡ଼ିଯାଇଥିବା ଚେହେରା ଏବଂ ହାତ କବଜିରେ ରଶିର ଗଭୀର ନୀଳ ଚିହ୍ନ ପ୍ରମାଣ ଦେଉଥିଲା ଯେ ତାକୁ କେତେ ନିର୍ଦ୍ଦୟ ଭାବେ ବାନ୍ଧି ରଖାଯାଉଛି। ଅବସ୍ଥା କୌଣସି ପୁରୁଣା କଏଦଖାନା ପରି ଥିଲା। କାନ୍ଥରୁ ରଙ୍ଗ ଛାଡ଼ିଯାଇଥିଲା ଏବଂ ଚଟାଣରେ ସବୁଆଡ଼େ ଅଳିଆ ଆବର୍ଜନା ପଡ଼ିଥିଲା। ହଠାତ୍ର ଭାରି କବାଟ ଖୋଲିଲା ଏବଂ ଜଣେ ପ୍ରୌଢ଼ ମହିଳା ଭିତରକୁ ଆସିଲେ, ଯାହାଙ୍କ ଚେହେରାରେ ଏକ ଭୟଙ୍କର କଠୋରତା ଥିଲା। ଏଇ ସେଇ ମାଲିକାଣୀ ଥିଲେ ଯାହାଙ୍କ କଥା ଚୌକିଦାର କହୁଥିଲା। ତାଙ୍କ ହାତରେ ଏକ ଟ୍ରେ ଥିଲା, ଯେଉଁଥିରେ ଶୁଖିଲା ରୁଟି ଖଣ୍ଡେ ଏବଂ ଗୋଟିଏ ଗ୍ଲାସ୍ ଗୋଳିଆ ପାଣି ଥିଲା। ସେ ଘୃଣାରେ ସେହିଟିକୁ ମୁକୁଲର କୋଳକୁ ଫିଙ୍ଗିଦେଲେ ଏବଂ ତା ଚିବୁକକୁ ଶକ୍ତ ଭାବେ ଧରି ଉପରକୁ ଟେକିଲେ। ମୁଁ ଦେଖିଲି ମୁକୁଲ ଆଖିରେ ଲୁହ ଛଳଛଳ ହେଉଥିଲା ଏବଂ ସେ ଅତି ଅସହାୟ ଭାବେ ସେହି ନିର୍ଦ୍ଦୟୀ ମହିଳାକୁ ଚାହୁଁଥିଲା। କିନ୍ତୁ ସେହି ପାଷାଣ ହୃଦୟା ମହିଳାର ଚେହେରାରେ ଦୟାର ଚିହ୍ନବର୍ଣ୍ଣ ନଥିଲା। ସେ କହୁଥିଲେ, ଏହାକୁ ଖାଇଦେ, ଏଟା ଶେଷ ଗୁଣ୍ଡା। କାରଣ ଯଦି ତୁ ଆଜି ବି ସେହି କାଗଜପତ୍ରରେ ଦସ୍ତଖତ ନ କଲୁ କିମ୍ବା ସେହି ରହସ୍ୟ ନ କହିଲୁ ଯାହାପାଇଁ ମୁଁ ତୋତେ 20 ବର୍ଷ ହେବ ପାଳିଛି, ତେବେ ମୁଁ ତୋତେ ଜିଅନ୍ତା କବର ଦେଇଦେବି। ମୁକୁଲ କଷ୍ଟରେ ମୁଣ୍ଡ ହଲାଇ ମନା କଲା। ତାର ମନା କରିବା ଶୁଣି ସେହି ମହିଳାଙ୍କ ରାଗ ପଞ୍ଚମକୁ ଚଢ଼ିଗଲା ଏବଂ ସେ ପୂରା ଶକ୍ତି ଦେଇ ମୁକୁଲର ଦୁର୍ବଳ ଗାଲରେ ଏକ ଜୋରଦାର ଚାପୁଡ଼ା ମାରିଲେ। ତା ଓଠରୁ ରକ୍ତର ଏକ ସରୁ ଧାର ବୋହି ଆସିଲା। ଏହି ଦୃଶ୍ୟ ଦେଖି ମୋ କଲେଜା ଫାଟିଗଲା। ମୋର ଇଚ୍ଛା ହେଉଥିଲା ଯେ ଏହି କ୍ଷଣି ଝରକା ଭାଙ୍ଗି ଭିତରକୁ ଡେଇଁ ପଡ଼ନ୍ତି ଏବଂ ସେହି ଡାହାଣୀର ଗଳା ଚିପି ଦିଅନ୍ତି। କିନ୍ତୁ ପର ମୁହୂର୍ତ୍ତରେ ମୋର ବିବେକ ମୋତେ ଅଟକାଇ ଦେଲା। ମୁଁ ଜାଣିଥିଲି ଯେ ମୁଁ ଜଣେ ବୃଦ୍ଧ ଓ ନିରସ୍ତ୍ର ମଣିଷ, ଆଉ ବାହାରେ ସେହି ଅସ୍ତ୍ରଶସ୍ତ୍ରଧାରୀ ଭୟଙ୍କର ଚୌକିଦାର ଅଛି। ଯଦି ମୁଁ ସାମାନ୍ୟ ଭୁଲ କରେ ତେବେ କେବଳ ମୁଁ ମରିବିନି, ବରଂ ମୁକୁଲକୁ ବଞ୍ଚାଇବାର ଶେଷ ଆଶା ବି ଶେଷ ହୋଇଯିବ। ମୋତେ ଯେମିତି ହେଲେ ଜୀବନ୍ତ ଫେରିବାକୁ ହେବ, ଯାହାଫଳରେ ମୁଁ ବାହାରୁ ସାହାଯ୍ୟ ଆଣିପାରିବି। ମୁଁ ହୃଦୟରେ ପଥର ରଖି ନିଜକୁ ସମ୍ଭାଳିଲି ଏବଂ ପଛକୁ ଫେରିବାକୁ ଲାଗିଲି। ମୁଁ ମାତ୍ର କିଛି ପାଦ ପଛକୁ ହଟିଛି କି ନାହିଁ, ମୋ ପାଦ ତଳେ ଏକ ଶୁଖିଲା କାଠି ଭାଙ୍ଗିବାର ଜୋରଦାର ଶବ୍ଦ ହେଲା। ସେହି କ୍ଷଣି ଚୌକିଦାରର ଗର୍ଜନ ଶୁଣାଗଲା, କିଏ ଅଛି ସେଠି? ଏବଂ ସାଙ୍ଗେ ସାଙ୍ଗେ କୁକୁର ଭୁକିବାର ଶବ୍ଦ ଆସିବାକୁ ଲାଗିଲା। ମୋର ହୋସ୍ ଉଡ଼ିଗଲା ଏବଂ ମୁଁ ମୋର ବୃଦ୍ଧ ଶରୀରର ସମସ୍ତ ଶକ୍ତି ଲଗାଇ ଗାଡ଼ି ଆଡ଼କୁ ଦୌଡ଼ିବାକୁ ଲାଗିଲି। ମୋ ପଛରେ ଚୌକିଦାରର ଭାରି ପାଦଶବ୍ଦ ଶୁଣାଯାଉଥିଲା। ମୁଁ କଣ୍ଟା ବୁଦା ଭିତରେ ପଶି ଝୁଣ୍ଟି ପଡ଼ି କଷ୍ଟେମଷ୍ଟେ ଗାଡ଼ି ପାଖରେ ପହଞ୍ଚିଲି। ମୋ ହାତ ଏମିତି ଥରୁଥିଲା ଯେ ପକେଟରୁ ଚାବି ବାହାର କରିବା ମଧ୍ୟ କଷ୍ଟକର ହେଉଥିଲା। ପଛରୁ ଟର୍ଚ୍ଚର ଆଲୁଅ ମୋ ଆଡ଼କୁ ମାଡ଼ି ଆସୁଥିଲା। ମୁଁ ଭଗବାନଙ୍କ ନାମ ନେଇ ଚାବି ଲଗାଇଲି, କିନ୍ତୁ ପୁରୁଣା ଗାଡ଼ି ହୋଇଥିବାରୁ ଇଞ୍ଜିନ ଥରେ ବନ୍ଦ ହୋଇଗଲା। ମୋତେ ମୃତ୍ୟୁ ସାମ୍ନାରେ ଦେଖାଗଲା। ଚୌକିଦାର ଗାଡ଼ି ପାଖରେ ପହଞ୍ଚି ନିଜ ଲାଠିରେ ଗାଡ଼ିର ପଛ କାଚକୁ ବାଡ଼େଇ ଚୁରମାର କରିଦେଲା। ମୁଁ ପାଗଳଙ୍କ ପରି ପୁଣି ଚାବି ବୁଲାଇଲି ଏବଂ ଏଥର ଇଞ୍ଜିନ ଷ୍ଟାର୍ଟ ହୋଇଗଲା। ମୁଁ ତୁରନ୍ତ ଗାଡ଼ି ଚଳାଇଲି। ଚୌକିଦାର ଗାଡ଼ିକୁ ଧରିବାକୁ ଚେଷ୍ଟା କଲା, କିନ୍ତୁ ଗାଡ଼ିର ବେଗ ଅଧିକ ଥିବାରୁ ସେ କାଦୁଅରେ ମୁହଁ ମାଡ଼ି ପଡ଼ିଗଲା। ମୁଁ ଆଉ ପଛକୁ ନ ଚାହିଁ ସେହି କଚ୍ଚା ରାସ୍ତାରେ ଗାଡ଼ି ଛୁଟାଇଲି। ମୋର ପୂରା ଶରୀର ଝାଳରେ ଭିଜି ଯାଇଥିଲା ଏବଂ ହୃଦସ୍ପନ୍ଦନ ନିୟନ୍ତ୍ରଣ ବାହାରେ ଥିଲା। ମାତ୍ର ମୋ ଭିତରେ ଏକ ଜିଦ୍ ଜନ୍ମ ନେଇସାରିଥିଲା ଯେ ଏବେ ଚାହେଁ ପୃଥିବୀ ଫାଟିଯାଉ କିମ୍ବା ଆକାଶ ଛିଣ୍ଡି ପଡ଼ୁ, ମୁଁ ମୋ ପୁଅକୁ ମୁକ୍ତ କରିକି ହିଁ ଦମ ନେବି। ମୁଁ ଗାଡ଼ିକୁ ସିଧା ସହରର ବଡ଼ ପୁଲିସ ଷ୍ଟେସନ ଆଡ଼କୁ ମୋଡ଼ିଦେଲି। ପ୍ରାୟ ଅଧଘଣ୍ଟା ଗାଡ଼ି ଚଲାଇବା ପରେ ମୁଁ ଥାନାରେ ପହଞ୍ଚିଲି। ମୋର ଅବସ୍ଥା ପାଗଳଙ୍କ ଭଳି ହୋଇଥିଲା। ପୋଷାକ କାଦୁଅ ଏବଂ କଣ୍ଟାରେ ଚିରି ଯାଇଥିଲା ଓ ଚେହେରାରେ ଭୟର ଚିହ୍ନ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ମୁଁ ଲଥପଥ ହୋଇ ଭିତରକୁ ପଶିଲି। ସେଠାରେ ଡ୍ୟୁଟିରେ ଥିବା ଅଫିସର ଜଣକ ମେଜ୍ ଉପରେ ଗୋଡ଼ ଲମ୍ବାଇ ଶୋଇଥିଲେ। ମୁଁ ହାକୁଟି ହାକୁଟି ତାଙ୍କୁ କହିଲି ଯେ ମୋ ପୁଅ ଜୀବିତ ଅଛି, ତାକୁ ଏକ ହବେଳିରେ ବନ୍ଦୀ କରି ରଖାଯାଇଛି ଏବଂ ତା ଉପରେ ଅତ୍ୟାଚାର କରାଯାଉଛି। ଭଗବାନଙ୍କ ଖାତିରରେ ମୋ ସହ ଚାଲନ୍ତୁ। ମୁଁ ମୋ ପକେଟରୁ ସେହି ଫଟୋ ଏବଂ ବହି ବାହାର କରି ତାଙ୍କ ସାମ୍ନାରେ ରଖିଦେଲି ଓ କାକୁତି ମିନତି ହେବାକୁ ଲାଗିଲି। ପୋଲିସବାଲା ଜଣକ ଅନିଚ୍ଛା ସତ୍ତ୍ୱେ ମୋ ଆଡ଼କୁ ଚାହିଁଲେ ଏବଂ ଫଟୋଟିକୁ ଓଲଟପାଲଟ କରି ଦେଖିବା ପରେ ବେପରୁଆ ଭାବେ କହିଲେ, ଏ ବୁଢ଼ା, ତୋର ମାନସିକ ସନ୍ତୁଳନ ଠିକ୍ ନାହିଁ ବୋଧେ। 20 ବର୍ଷ ପୂର୍ବେ ହଜିଯାଇଥିବା ପୁଅ ଆଜି ହଠାତ୍ କେମିତି ମିଳିପାରେ? ଆଉ ଏହି ଫଟୋ ତ ଫଟୋସପ୍ ବି ହୋଇଥାଇପାରେ। ସେ କହିଲେ ଯେ ଏବେ ରାତି 2ଟା ବାଜିଛି, ବଡ଼ ସାହେବ ସକାଳେ ଆସିବେ, ତୁମେ କାଲି ସକାଳେ ଆସିବ, ସେତେବେଳେ ଦେଖିବା କ'ଣ କରାଯାଇପାରିବ। ଏହା ଶୁଣି ମୋତେ ଲାଗିଲା ଯେମିତି କେହି ମୋ ମୁହଁରେ ଚାପୁଡ଼ା ମାରିଦେଲା। ମୁଁ ଚିତ୍କାର କରି କହିଲି ଯେ ସେଠାରେ ମୋ ପୁଅର ଜୀବନ ବିପଦରେ ଅଛି, ସେହି ସ୍ତ୍ରୀ ଲୋକଟି ତାକୁ ମାରିଦେବ।
ଆପଣମାନେ ଆଇନର ରକ୍ଷକ ହେଇ ଜଣେ ବାପାର ନେହୁରା ଶୁଣୁନାହାନ୍ତି। ମାତ୍ର ସେହି ପଥର ହୃଦୟ ବ୍ୟବସ୍ଥାର ଚାକରମାନଙ୍କ ଉପରେ ମୋ କଥାର କୌଣସି ପ୍ରଭାବ ପଡ଼ିଲା ନାହିଁ ଏବଂ ସେମାନେ ମୋତେ ଧକ୍କା ମାରି ଥାନାରୁ ବାହାର କରିଦେଲେ। ମୁଁ ରାସ୍ତାରେ ଠିଆ ହୋଇ ଆକାଶକୁ ଚାହିଁ କାନ୍ଦି ପକାଇଲି। ମୁଁ ଏକା ଥିଲି, ଅସହାୟ ଥିଲି, ମାତ୍ର ହାର ମାନିପାରୁ ନଥିଲି। ହଠାତ୍ ମୋ ମନକୁ ଆସିଲା ଯେ ଯଦି ଆଇନ ଶୋଇଛି ତେବେ ଜନତା ତ ଜାଗିଛନ୍ତି। ମୁଁ ମୋ ପକେଟରୁ ମୋବାଇଲ ବାହାର କଲି ଏବଂ ସେହି ଥାନା ବାହାରେ ଠିଆ ହୋଇରେ ଲାଇଭ୍ ଭିଡିଓ କରିବା ଆରମ୍ଭ କଲି। ମୋ ସ୍ୱର ଥରୁଥିଲା ଏବଂ ଆଖିରୁ ଲୁହ ବୋହି ଯାଉଥିଲା। ମୁଁ ସାରା ଦୁନିଆକୁ ସେହି ଫଟୋ ଦେଖାଇଲି ଏବଂ କାନ୍ଦି କାନ୍ଦି ମୋର ଦୁଃଖ କାହାଣୀ ଶୁଣାଇଲି। ମୁଁ କେମିତି ଫଟୋ ପାଇଲି, କେମିତି ହବେଳିରେ ମୋ ପୁଅକୁ ଅତ୍ୟାଚାର ସହୁଥିବାର ଦେଖିଲି ଏବଂ କେମିତି ପୋଲିସ ସାହାଯ୍ୟ କରିବାକୁ ମନା କରିଦେଲା ସବୁ କହିଲି। ମୁଁ ଲୋକମାନଙ୍କୁ ନିବେଦନ କଲି ଯେ ଭଗବାନଙ୍କ ଖାତିରରେ ମୋର ସ୍ୱର ହୁଅନ୍ତୁ, କାଳେ ମୋ ପୁଅ ମରିଯିବ। ମୋର ସେହି ଭିଡିଓ ସୋସିଆଲ ମିଡିଆରେ ଜଙ୍ଗଲ ନିଆଁ ପରି ବ୍ୟାପିଗଲା। ଲୋକେ ତାକୁ ଖୁବ୍ ଶୀଘ୍ର ସେୟାର କରିବାକୁ ଲାଗିଲେ। ହଜାର ହଜାର କମେଣ୍ଟ ଆସିଲା ଏବଂ ଦେଖୁ ଦେଖୁ ଭିଡିଓଟି ଭାଇରାଲ ହୋଇଗଲା। ନ୍ୟୁଜ୍ ରିପୋର୍ଟରମାନେ ମୋ ସହ ଯୋଗାଯୋଗ ଆରମ୍ଭ କଲେ ଏବଂ ସକାଳ ହେବା ପୂର୍ବରୁ ମିଡିଆ ଗାଡ଼ିର ଗହଳି ଥାନା ବାହାରେ ଜମିଗଲା। ସାରା ଦେଶରେ ହଇଚଇ ସୃଷ୍ଟି ହେଲା ଯେ ଜଣେ ବାପା 20 ବର୍ଷ ପରେ ପୁଅକୁ ଖୋଜି ପାଇଛି କିନ୍ତୁ ପୋଲିସ ଶୋଇଛି। ଆଇଜି, ପୋଲିସ ଏହାର ନୋଟିସ୍ ନେଲେ ଏବଂ ତୁରନ୍ତ ଏକ ଚଢ଼ାଉ ଟିମ୍ ଗଠନ କରାଗଲା। ଅନ୍ୟପଟେ ସେହି ହବେଳିର ଏକ ବଡ଼ରେ ସେହି ପାଷାଣୀ ମାଲିକାଣୀ ଟିଭିରେ ଚାଲୁଥିବା ବ୍ରେକିଂ ନ୍ୟୁଜ୍ ଦେଖି ଭୟରେ ଥରିବାକୁ ଲାଗିଲେ। ସେଇ ସ୍ୱପ୍ନରେ ବି ଭାବି ନଥିଲେ ଯେ ସେହି ସାମାନ୍ୟ ବୁଢ଼ା ଜଣକ, ଯିଏ କିଛି ସମୟ ପୂର୍ବରୁ ଝରକାରୁ ଚାହିଁଥିଲା, ସେ ଏତେ ବଡ଼ ଝଡ଼ ସୃଷ୍ଟି କରିଦେବ। ଟିଭିରେ ମୋର ଭିଡିଓ ଏବଂ ହବେଳିର ପୁରୁଣା ଫଟୋ ଚାଲୁଥିଲା। ମାଲିକାଣୀ ବୁଝିଗଲେ ଯେ ଏବେ ତାଙ୍କର ଖେଳ ଶେଷ ହେବାକୁ ଯାଉଛି। ସେ ଘରୁ ଗହଣା ଏବଂ ନଗଦ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କଲେ ଓ ଚାକରମାନଙ୍କୁ ତୁରନ୍ତ ଗାଡ଼ି ବାହାର କରିବାକୁ ଆଦେଶ ଦେଲେ। ତାଙ୍କର ଉଦ୍ଦେଶ୍ୟ ଥିଲା ମୁକୁଲକୁ ନେଇ କୌଣସି ଅଜଣା ସ୍ଥାନକୁ ଖସିଯିବା ଏବଂ ପରେ ତାକୁ ବାଟରୁ ହଟାଇଦେବା, ଯାହାଫଳରେ କୌଣସି ପ୍ରମାଣ ବାକି ରହିବ ନାହିଁ। ସେ ଦୌଡ଼ିଯାଇ ମୁକୁଲରରେ ପହଞ୍ଚିଲେ ଏବଂ ଚୌକିଦାର ସାହାଯ୍ୟରେ ତାକୁ ହୁଇଲ୍ ଚେୟାରରୁ ଘୋଷାରି ବାହାରକୁ ଆଣିଲେ। ମୁକୁଲ ଯନ୍ତ୍ରଣାରେ କୁନ୍ଥେଇ ହେଉଥିଲା ଏବଂ ପଚାରୁଥିଲା, ମୋତେ କେଉଁଆଡ଼େ ନେଇଯାଉଛ? ମାତ୍ର ମାଲିକାଣୀ ରାଗରେ ଗର୍ଜୁଥିଲେ। ସେମାନେ ନିର୍ଦ୍ଦୟ ଭାବେ ମୁକୁଲକୁ ଟେକି ନେଇ ଗାଡ଼ିର ଡିକି ଭିତରେ ବନ୍ଦ କରିଦେଲେ, ଯେମିତି ସେ କୌଣସି ନିର୍ଜୀବ ସାମାନ। ମାଲିକାଣୀ ନିଜେ ଡ୍ରାଇଭିଂରେ ବସିଲେ ଏବଂ ଚୌକିଦାର ପଛରେ। ଗାଡ଼ି ପୂରା ବେଗରେ ଗେଟ୍ ଆଡ଼କୁ ମାଡ଼ି ଚାଲିଲା। ସେମାନଙ୍କୁ ଦୂରରୁ ସାଇରନ୍ ଶବ୍ଦ ଶୁଣାଯାଉଥିଲା। ସେ ଚାହୁଁଥିଲେ ପୋଲିସ ପହଞ୍ଚିବା ପୂର୍ବରୁ ପଛ ରାସ୍ତା ଦେଇ ବାହାରିଯିବାକୁ। ସେ ଗାଡ଼ିକୁ କଚ୍ଚା ରାସ୍ତାରେ ଛୁଟାଇଲେ। କିନ୍ତୁ ବୋଧହୁଏ ଭାଗ୍ୟରେ କିଛି ଅଲଗା ଲେଖାଥିଲା କିମ୍ବା ପାପର ଫଳ ପାଇବାର ସମୟ ଆସିଯାଇଥିଲା। ସେ ହବେଳିରୁ କିଛି ଦୂର ଯାଇଛନ୍ତି କି ନାହିଁ, ହଠାତ୍ ସାମ୍ନାରୁ ଦ୍ରୁତ ଗତିରେ ପୋଲିସ ଏବଂ ମିଡିଆ ଗାଡ଼ିର ସୁଅ ଛୁଟିଲା। ପୋଲିସ ଗାଡ଼ିର ନୀଳନାଲି ବତି ଅନ୍ଧାରରେ ଚମକୁଥିଲା ଏବଂ ସାଇରନ୍ ଶବ୍ଦରେ ପୂରା ଜଙ୍ଗଲ ପ୍ରକମ୍ପିତ ହୋଇଗଲା। ମାଲିକାଣୀ ଭୟରେ ବ୍ରେକ୍ ମାରିଲେ, ମାତ୍ର ଗାଡ଼ିଟି ଖସିଯାଇ ରାସ୍ତା କଡ଼ରେ ପିଟି ହୋଇଗଲା। ସାମ୍ନାରୁ ଆସୁଥିବା ପୋଲିସ ଗାଡ଼ି ସେମାନଙ୍କ ରାସ୍ତା ରୋକିଦେଲେ ଏବଂ 10-12 ଜଣ ପୋଲିସ କର୍ମଚାରୀ ଗାଡ଼ିରୁ ଡେଇଁପଡ଼ି ସ୍ଥିତି ସମ୍ଭାଳି ନେଲେ। ସେମାନଙ୍କ ଆଗରେ ମୁଁ ହିଁ ଥିଲି ସେହି ବୃଦ୍ଧ ବାପା, ଯାହାକୁ କିଛି ଘଣ୍ଟା ପୂର୍ବରୁ ଥାନାରୁ ଧକ୍କା ମାରି ବାହାର କରାଯାଇଥିଲା। ଆଜି ମୁଁ ଆଇନ ଏବଂ ମିଡିଆର ଶକ୍ତି ସହ ସେଠାରେ ଠିଆ ହୋଇଥିଲି। ମୁଁ ଗାଡ଼ି ଆଡ଼କୁ ଦୌଡ଼ିଲି ଏବଂ ଚିତ୍କାର କରି ପୋଲିସକୁ କହିଲି ଯେ ମୋ ପୁଅ ଗାଡ଼ିର ଡିକି ଭିତରେ ଅଛି। ପୋଲିସ ମାଲିକାଣୀ ଏବଂ ଚୌକିଦାରକୁ ଘେରିଗଲେ। ସେମାନଙ୍କ ମୁହଁରେ ଏବେ ମୃତ୍ୟୁର ଭୟ ଥିଲା। ମୋ ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା। କ'ଣ ମୋ ପୁଅ ସେହି ଡିକି ଭିତରେ ଜୀବିତ ଥିବ, ନା ସେହି ପାଷାଣ୍ଡମାନେ ତାକୁ ମାରିଦେଲେଣି? ମୁଁ ଥରୁଥିବା ହାତରେ ଡିକି ଆଡ଼କୁ ଇସାରା କଲି। ପୋଲିସବାଲାମାନେ ଆଗକୁ ବଢ଼ି ଡିକି ଖୋଲିବାକୁ ଚେଷ୍ଟା କଲେ। ବାୟୁମଣ୍ଡଳରେ ଏକ ଅଜବ ନୀରବତା ଥିଲା ଏବଂ ସମସ୍ତଙ୍କ ନିଶ୍ୱାସ ଅଟକି ଯାଇଥିଲା। କ'ଣ 20 ବର୍ଷର ଏହି ବିଚ୍ଛେଦର ଯାତ୍ରା ଆଜି ଶେଷ ହେବ, ନା କୌଣସି ନୂଆ ଦୁଃଖ ମୋତେ ଅପେକ୍ଷା କରିଛି? ସେହି ଘଞ୍ଚ ଜଙ୍ଗଲ ଏବଂ ଭୟଙ୍କର ଶାନ୍ତ ପରିବେଶରେ ଏବେ କେବଳ ପୋଲିସ ଗାଡ଼ିର ସାଇରନ୍ ଶବ୍ଦ ଗୁଞ୍ଜରିତ ହେଉଥିଲା ଏବଂ ନାଲି ବତିର ଚମକ ରାତିର ଅନ୍ଧାରକୁ ଦିନରେ ବଦଳାଇ ଦେଇଥିଲା। ମୋ ସାମ୍ନାରେ ସେହି ଦୃଶ୍ୟ ଥିଲା ଯାହା ମୁଁ ସ୍ୱପ୍ନରେ ବି ଭାବି ନଥିଲି। ଯେଉଁ ସ୍ତ୍ରୀ ଲୋକଟି କିଛି ସମୟ ପୂର୍ବରୁ ଅତି ଅହଙ୍କାରରେ ବସିଥିଲା, ସେ ଏବେ ଗାଡ଼ି ଭିତରେ ମୂଷା ପରି ସଙ୍କୁଚିତ ହୋଇ ବସିଥିଲା। ତାର ପାପର ଦୁନିଆ ଏବେ ଶେଷ ହୋଇ ସାରିଥିଲା। ମୋର ସୋସିଆଲ ମିଡିଆ ଲାଇଭ୍ ପରେ ପହଞ୍ଚିଥିବା ମିଡିଆ ଟିମ୍ ନିଜ କ୍ୟାମେରା ଲାଇଟ୍ ଜଳାଇ ଏହି ଦୃଶ୍ୟକୁ ପୂରା ଦୁନିଆକୁ ଦେଖାଉଥିଲେ ଏବଂ ଲକ୍ଷ ଲକ୍ଷ ଲୋକ ନିଜ ସ୍କ୍ରିନ୍ ଆଗରେ ନିଶ୍ୱାସ ଅଟକାଇ ଏହି ପରିଣାମକୁ ଦେଖୁଥିଲେ। ପୋଲିସ ଇନ୍ସପେକ୍ଟର ଗମ୍ଭୀର ସ୍ୱରରେ ଚେତାବନୀ ଦେଲେ ଏବଂ ଗାଡ଼ିର କବାଟକୁ ଝଟକାରେ ଖୋଲି ସେହି ମାଲିକାଣୀକୁ ବାହାରକୁ ଘୋଷାରି ଆଣିଲେ। ସେହି ସମୟରେ ସେହି ପାଷାଣୀ ମହିଳାର ଅବସ୍ଥା ଦେଖିବା ଭଳି ହୋଇଥିଲା। ତାର ଦାମୀ ପୋଷାକ କୁଞ୍ଚୁକୁଞ୍ଚିଆ ହୋଇଯାଇଥିଲା ଏବଂ ଅଳଙ୍କାରରେ ଭର୍ତ୍ତି ହୋଇଥିବା ବେକେବେ ନେଇଯାଇଥିଲା।
ସେ ଚିତ୍କାର କରି କରି ପୋଲିସକୁ ଧମକ ଦେଉଥିଲା, ତୁମେ ଜାଣିନାହୁଁ ମୁଁ କିଏ? ମୁଁ ତୁମ ସମସ୍ତଙ୍କ ଚାକିରି ଛଡ଼େଇ ଦେବି। ମୋ ପାଖରେ ବହୁତ ସମ୍ପତ୍ତି ଅଛି, ମୋତେ ଛାଡ଼ିଦିଅ। କିନ୍ତୁ ଇନ୍ସପେକ୍ଟର ତାର ଗୋଟିଏ ବି କଥା ଶୁଣିଲେ ନାହିଁ ଏବଂ ତା ହାତରେ ହାତକଡ଼ି ପିନ୍ଧାଇ ଦେଲେ। ଅନ୍ୟପଟେ ତାର ବିଶ୍ୱସ୍ତ ତଥା ନିର୍ଦ୍ଦୟ ଚୌକିଦାରକୁ ମଧ୍ୟ ପୋଲିସ କାବୁ କରିନେଲେ। ସେ ବଞ୍ଚିବାକୁ ଚେଷ୍ଟା କରୁଥିଲେ ମଧ୍ୟ ପୋଲିସ କର୍ମଚାରୀମାନେ ତାକୁ ମାଡ଼ମାରି ତଳେ ଶୁଆଇଦେଲେ ଏବଂ ତାର ଦୁଇ ହାତ ପଛପଟକୁ କରି ବାନ୍ଧିଦେଲେ। କିନ୍ତୁ ମୋର ଧ୍ୟାନ ଏହି ଗିରଫଦାରୀ ବା ତମାସା ଆଡ଼କୁ ଆଦୌ ନଥିଲା। ମୋର ଆଖି ଏବଂ ମୋର ସମଗ୍ର ଅସ୍ତିତ୍ୱ କେବଳ ସେହି ଗାଡ଼ିର ଡିକି ଉପରେ ଥିଲା, ଯେଉଁଥିରେ ମୋର କଲେଜା ଖଣ୍ଡ, ମୋର 20 ବର୍ଷ ପୂର୍ବେ ହଜିଯାଇଥିବା ପୁଅ ବନ୍ଦ ଥିଲା। ମୋ ହୃଦୟ ଜୋରରେ ଧଡ଼ଧଡ଼ ହେଉଥିଲା ଏବଂ ଗଳାରେ ଯେମିତି କଣ୍ଟା ଲାଗିଲା ପରି ଅନୁଭବ ହେଉଥିଲା। ଏକ ଅଜଣା ଭୟ ମୋ ମନକୁ ଘେରି ରହିଥିଲା ଯେ କାଳେ ବହୁତ ବିଳମ୍ବ ହୋଇଯାଇନି ତ? କାଳେ ନିଶ୍ୱାସ ବନ୍ଦ ହୋଇଯିବା ଯୋଗୁଁ କିମ୍ବା ସେହି ଡାହାଣୀର ଅତ୍ୟାଚାରରେ ମୋ ପୁଅ ଆଉ ନାହିଁ କି? ମୁଁ ପାଗଳଙ୍କ ପରି ଲଥପଥ ହୋଇ ଗାଡ଼ିର ପଛଭାଗ ଆଡ଼କୁ ଦୌଡ଼ିଲି। ମୋ ଗୋଡ଼ରେ ବଳ ନଥିଲା, କିନ୍ତୁ ଜଣେ ବାପାର ମମତା ଓ ଆକୁଳତା ମୋତେ ଟାଣି ନେଉଥିଲା। ଜଣେ ପୋଲିସ କନଷ୍ଟେବଳ ଡିକିର ଲକ୍ ଖୋଲିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ହୁଏତ ଭୟ ବା ତରତରରେ ଚାବିରେ ଲାଗୁନଥିଲା। ସେହି କିଛି ସେକେଣ୍ଡ ମୋ ପାଇଁ ଯୁଗ ପରି ଲାଗୁଥିଲା। ମୁଁ ଅଧୈର୍ଯ୍ୟ ହୋଇ ତାଙ୍କୁ ଘୁଞ୍ଚାଇ ଦେଲି ଏବଂ ନିଜ ଥରୁଥିବା ହାତରେ ଲକ୍ ଖୋଲିବାକୁ ଚେଷ୍ଟା କଲି। ମୋ ହାତ ଏମିତି ଥରୁଥିଲା ଯେ ମୋତେ କିଛି ଦେଖାଯାଉନଥିଲା। ସେତିକିବେଳେ ଇନ୍ସପେକ୍ଟର ଆଗକୁ ଆସି ମୋତେ ସାହାଯ୍ୟ କଲେ ଏବଂ ଏକ ହାଲୁକା ଶବ୍ଦ ସହ ଡିକିର ଲକ୍ ଖୋଲିଗଲା। ଡିକି ଖୋଲିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି ସ୍ତବ୍ଧ ହୋଇଗଲେ। କ୍ୟାମେରାର କ୍ଲିକ୍ ଶବ୍ଦ ବନ୍ଦ ହୋଇଗଲା ଏବଂ ଏକ ମୁହୂର୍ତ୍ତ ପାଇଁ ଜଙ୍ଗଲର ପବନ ବି ଯେମିତି ଅଟକିଗଲା। ଇନ୍ସପେକ୍ଟର ଧୀରେ କରି ଡିକିର ଢାଙ୍କୁଣୀ ଉପରକୁ ଟେକିଲେ ଏବଂ ଭିତରର ଦୃଶ୍ୟ ଦେଖିବା ମାତ୍ରେ ମୋ ପାଟିରୁ ଏମିତି ଏକ ହୃଦୟ ବିଦାରକ ଚିତ୍କାର ବାହାରିଲା, ଯାହା ବୋଧହୁଏ ଆକାଶର ଛାତିକୁ ବି ଚିରି ଦେଇଥିବ। ମୁଁ ସେଇଠି ଆଣ୍ଠେଇ ପଡ଼ିଲି। ଭିତରେ ମୋ ପୁଅ ମୁକୁଲ, ମୋର ଚାନ୍ଦ ପରି ପିଲାଟି, ପଶୁମାନଙ୍କ ପରି ରସିରେ ବନ୍ଧା ହୋଇ ମୁହଁ ମାଡ଼ି ପଡ଼ିଥିଲା। ତାର ଶରୀର ସଙ୍କୁଚିତ ହୋଇ ବହୁତ ଛୋଟ ଦେଖାଯାଉଥିଲା, ଯେମିତି ସେ ଭୟରେ ସଙ୍କୁଚିତ ହୋଇଯାଇଛି। ତାର ପୋଷାକ ରକ୍ତ ଏବଂ କାଦୁଅରେ ଜୁଡ଼ୁବୁଡ଼ୁ ହୋଇଥିଲା ଏବଂ ତାର ଖାଲି ଗୋଡ଼ରେ କ୍ଷତର ଚିହ୍ନ ଏତେ ଗଭୀର ଥିଲା ଯେ ହାଡ଼ ପର୍ଯ୍ୟନ୍ତ ଦେଖାଯାଉଥିଲା। ସେ ଅଳ୍ପ ଅଳ୍ପ ନିଶ୍ୱାସ ନେଉଥିଲା ଏବଂ ଅଧା ବେହୋସ ଅବସ୍ଥାରେ କୁନ୍ଥେଇ ହେଉଥିଲା। ଜଣେ ବାପା ପାଇଁ ଏହି ଦୃଶ୍ୟ ମୃତ୍ୟୁଠାରୁ କମ୍ ନଥିଲା। ମୁଁ ଆକୁଳ ହୋଇ ହାତ ବଢ଼ାଇଲି ଏବଂ ତାର ମୁଣ୍ଡକୁ ମୋ କୋଳରେ ରଖିଲି। ତା ଦେହ ବରଫ ପରି ଶୀତଳ ହୋଇଯାଇଥିଲା। ମୁଁ କାନ୍ଦି କାନ୍ଦି ତାକୁ ଡାକିଲି, ମୁକୁଲ, ମୋ ସୁନାପୁଅ, ଆଖି ଖୋଲ। ଦେଖ, ତୋର ଅଭାଗା ବାପା ଆସିଛି। ମୁଁ ତୋତେ ନେବାକୁ ଆସିଛି। ମୋ ପୁଅ ମୋ ସ୍ୱର ଶୁଣିପାରିଲା। ବୋଧହୁଏ ସେହି ଡାକ ତାର ଆତ୍ମା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା, କାରଣ ତା ଶରୀରରେ ସାମାନ୍ୟ ହଲଚଲ ହେଲା ଏବଂ ସେ ବହୁ କଷ୍ଟରେ ନିଜର ଫୁଲି ଯାଇଥିବା ଆଖିପତା ଖୋଲିଲା। ତା ଆଖିରେ ଏବେ ବି ସେହି ଭୟ ଓ ଆତଙ୍କ ଥିଲା ଯାହା ମୁଁ ଫଟୋରେ ଦେଖିଥିଲି। କିନ୍ତୁ ଯେମିତି ତାର ଅସ୍ପଷ୍ଟ ଦୃଷ୍ଟି ମୋ ଚେହେରା ଉପରେ ପଡ଼ିଲା, ତା ଆଖିରେ ଚିହ୍ନିବାର ଏକ ନୂଆ ଚମକ ଆସିଲା। ସେ ନିଜର ଶୁଖିଲା ଓ ଫଟା ଓଠକୁ ହଲାଇ ଅତି କ୍ଷୀଣ ସ୍ୱରରେ କହିଲା, ପାପା। ସେହି ଶବ୍ଦଟି ଶୁଣିବା ପାଇଁ ମୋ କାନ 20 ବର୍ଷ ହେବ ତରସି ରହିଥିଲା। ସେହି ଗୋଟିଏ ଡାକ ପାଇଁ ମୁଁ ସବୁଆଡ଼େ ଠୋକର ଖାଇଥିଲି। ମୁଁ ପାଗଳଙ୍କ ପରି ତାକୁ ଛାତିରେ ଲଗାଇ ନେଲି। ଏତେ ଜୋରରେ ଧରିଲି ଯେ ମୋତେ ଲାଗିଲା ମୁଁ ତାକୁ ନିଜ ଭିତରେ ଲୁଚାଇ ଦେବି, ଯାହାଫଳରେ ଦୁନିଆର କୌଣସି ଦୁଃଖ ତାକୁ ଆଉ ଛୁଇଁ ପାରିବ ନାହିଁ। ତାର ମଇଳା ଶରୀରରୁ ରକ୍ତ, ଝାଳ ଏବଂ କଏଦଖାନାର ଦୁର୍ଗନ୍ଧ ଆସୁଥିଲା, କିନ୍ତୁ ସେହି ସମୟରେ ମୋ ପାଇଁ ତାହା ପୃଥିବୀର ସବୁଠାରୁ ଦାମୀ ସୁଗନ୍ଧ ଥିଲା। ମୁଁ ତା ମୁହଁକୁ ଚୁମୁଥିଲି, ତା କେଶରେ ହାତ ବୁଲାଉଥିଲି ଏବଂ ମୋ ଆଖିର ଲୁହ ତାର କ୍ଷତଗୁଡ଼ିକୁ ଧୋଇ ଦେଉଥିଲା। ମୁକୁଲ ନିଜର ବନ୍ଧା ହୋଇଥିବା ହାତରେ ମୋ ସାର୍ଟକୁ ଜୋରରେ ଧରି ପକାଇଲା ଏବଂ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା। ସେ କୋହଭରା କଣ୍ଠରେ କହୁଥିଲା, ପାପା, ମୋତେ ଲାଗିଲା ଆପଣ କେବେ ଆସିବେନି। ମୋତେ ଲାଗିଲା ମୁଁ ଏଇଠି ମରିଯିବି। ସେଇ ସ୍ତ୍ରୀ ଲୋକଟା ମୋତେ ବହୁତ ମାରୁଥିଲା ପାପା। ମୁଁ ଆପଣଙ୍କୁ ବହୁତ ମନେ ପକାଉଥିଲି। ତାର ପ୍ରତିଟି ଶବ୍ଦ ମୋ ହୃଦୟକୁ କାଟି ଦେଉଥିଲା। ମୁଁ ତାକୁ ସାନ୍ତ୍ୱନା ଦେଉଥିଲି, ଏବେ ମୁଁ ଆସିଯାଇଛି ପୁଅ, ଏବେ ତୋତେ କେହି କିଛି କହିବେ ନାହିଁ। ମୁଁ ତୋତେ କେବେ ବି ଛାଡ଼ିଯିବିନି। ସେଠାରେ ଉପସ୍ଥିତ ଥିବା କଠୋର ହୃଦୟର ପୋଲିସ କର୍ମଚାରୀଙ୍କ ଆଖିରେ ବି ଲୁହ ଆସିଯାଇଥିଲା। ଇନ୍ସପେକ୍ଟର ଆଗକୁ ଆସି ଜଲଦି ମୁକୁଲର ହାତଗୋଡ଼ର ରସି କାଟିଦେଲେ। ରସି ଖୋଲିବା ମାତ୍ରେ ମୁକୁଲ ମୋତେ 2 ହାତରେ ଜାବୁଡ଼ି ଧରିଲା, ଯେମିତି ତାକୁ ଭୟ ଲାଗୁଥିଲା ଯେ ଏହା କାଳେ ଏକ ସ୍ୱପ୍ନ ଏବଂ ଆଖି ଖୋଲିଲା ବେଳକୁ ମୁଁ ଅଦୃଶ୍ୟ ହୋଇଯିବି। ମୁଁ ତାକୁ ବିଶ୍ୱାସ ଦେଲାଉଥିଲି ଯେ ଏହା ବାସ୍ତବତା। ମୁଁ ଇନ୍ସପେକ୍ଟରଙ୍କୁ ହାତ ଯୋଡ଼ି କହିଲି, ଭଗବାନଙ୍କ ଖାତିରରେ ଆମ୍ବୁଲାନ୍ସ ମଗାନ୍ତୁ, ମୋ ପୁଅର ଅବସ୍ଥା ଭଲ ନାହିଁ। ଆମ୍ବୁଲାନ୍ସ ଆସି ପହଞ୍ଚିଲା। ମୁଁ ମୁକୁଲକୁ ଛାଡ଼ିବାକୁ ପ୍ରସ୍ତୁତ ନଥିଲି।
ମୁଁ ତାକୁ ନିଜ କୋଳରେ ଟେକିନେଲି, ଯେମିତି ସେ ଏବେ ବି ସେହି 6 ବର୍ଷର ପିଲାଟିଏ। ତାର ଓଜନ ବହୁତ କମି ଯାଇଥିଲା। ମୁଁ ତା ସହ ଆମ୍ବୁଲାନ୍ସ ଭିତରେ ବସିଲି। ଡାକ୍ତର ତାକୁ ଅକ୍ସିଜେନ ଲଗାଇଲେ ଏବଂ ଡ୍ରେସିଂ ଆରମ୍ଭ କଲେ। ଆମ୍ବୁଲାନ୍ସ ସହର ଅଭିମୁଖେ ବାହାରିଲା। ଝରକା ବାହାରକୁ ଚାହିଁଲି। ସକାଳ ହେଉଥିଲା। ପୂର୍ବ ଆକାଶରୁ ସୂର୍ଯ୍ୟର ପ୍ରଥମ କିରଣ ଅନ୍ଧାରକୁ ଚିରି ବାହାରୁଥିଲା। ଏହି ସୂର୍ଯ୍ୟ କେବଳ ଏକ ନୂଆ ଦିନର ଆରମ୍ଭ ନଥିଲା, ବରଂ ଏହା ମୋର ଏବଂ ମୁକୁଲର ଏକ ନୂଆ ଜୀବନର ସୂର୍ଯ୍ୟୋଦୟ ଥିଲା। 20 ବର୍ଷର ସେହି ଦୀର୍ଘ ଓ କାଳିମାଭରା ରାତି ଶେଷରେ ସରିଯାଇଥିଲା। ମୁଁ ମୁକୁଲର ଚେହେରାରେ ହାତ ବୁଲାଇଲି ଏବଂ ତା କପାଳକୁ ଚୁମିଦେଲି। ସେ ଏବେ ଅତି ଶାନ୍ତିରେ ଆଖି ବନ୍ଦ କରି ଶୋଇଥିଲା ଏବଂ ତା ଚେହେରାରେ ଏକ ନିଶ୍ଚିନ୍ତ ଭାବ ଥିଲା ଯେ ତାର ରକ୍ଷକ ତା ପାଖରେ ଅଛି। ମୁଁ ମୋ ପକେଟରେ ହାତ ପଶାଇଲି, ଯେଉଁଠି ସେହି ପୁରୁଣା ବହି ଏବଂ ଅସ୍ପଷ୍ଟ ଫଟୋଟି ଏବେ ମଧ୍ୟ ଥିଲା। ସେହି କାଗଜ ଖଣ୍ଡଟି, ଯାହା ରଦ୍ଦିରେ ଆସିଥିଲା, ଆଜି ମୋ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ପାଲଟି ଯାଇଥିଲା। ମୁଁ ହୃଦୟରୁ ଭଗବାନଙ୍କୁ ଧନ୍ୟବାଦ ଦେଲି ଯେ ସେ ମୋର ଭାଙ୍ଗିଯାଇଥିବା ଆଶାକୁ ପୁଣି ଯୋଡ଼ି ଦେଇଛନ୍ତି। ଆମ୍ବୁଲାନ୍ସ ଦ୍ରୁତ ଗତିରେ ହସ୍ପିଟାଲ ଆଡ଼କୁ ମାଡ଼ି ଚାଲିଥିଲା ଏବଂ ମୁଁ ସ୍ଥିର କରିନେଇଥିଲି ଯେ ଏବେ ଯାହା ବି ହୋଇଯାଉ, ମୁଁ ମୋ ପୁଅକୁ ଆଉ କେବେ ବି ନିଜ ଆଖି ଆଢ଼ୁଆଳକୁ କରିବି ନାହିଁ। ତା ଶରୀରର କ୍ଷତ ତ ସମୟ ସହିତ ଶୁଖିଯିବ, କିନ୍ତୁ ତା ଆତ୍ମାରେ ଯେଉଁ ଗଭୀର ଆଘାତ ଲାଗିଛି, ତାକୁ ଭରିବା ପାଇଁ ମୋତେ ମୋ ବାକି ଜୀବନର ସମସ୍ତେ ଭଲପାଇବା ଅଜାଡ଼ି ଦେବାକୁ ହେବ। ମୁଁ ସେଥିପାଇଁ ପ୍ରସ୍ତୁତ ଥିଲି କାରଣ ମୁଁ ମୋର ହଜିଯାଇଥିବା ମୁକୁଲକୁ ଫେରି ପାଇଥିଲି। ସତରେ, ରକ୍ତର ସମ୍ପର୍କ କେବେ ଶେଷ ହୁଏ ନାହିଁ ଏବଂ ସଚ୍ଚା ଭଲପାଇବାକୁ ରାସ୍ତା ମିଳି ହିଁ ଯାଏ, ଚାହେଁ ତାହା ରଦ୍ଦିଗଦାରେ ଦବି ରହିଥିବା ପୁରୁଣା ବହିର ପୃଷ୍ଠା ଭିତରେ କାହିଁକି ଲୁଚି ରହିନଥାଉ। ହସ୍ପିଟାଲର ଶାନ୍ତ ପରିବେଶ ଏବଂ ଝରକା ଦେଇ ଆସୁଥିବା ସକାଳର ନରମ ଖରା ଶୋଇଥିବା ମୁକୁଲର ଦୁର୍ବଳ ଚେହେରା ଉପରେ ପଡ଼ୁଥିଲା। ମୁଁ ଗତ 3 ଦିନ ହେବ ପଲକ ନ ପକାଇ ତା ସିରାଣେ ବସି ରହିଥିଲି। ଡାକ୍ତର କହିଲେ ଯେ ତାର ଶାରୀରିକ ଅବସ୍ଥା ସୁଧୁରୁଛି, କିନ୍ତୁ ମାନସିକ ଆଘାତରୁ ମୁକ୍ତ ହେବା ପାଇଁ ବହୁତ ସମୟ ଲାଗିବ। ମୋ ମନରେ ଏବେ ବି ଅନେକ ପ୍ରଶ୍ନ ଥିଲା। ସବୁଠାରୁ ବଡ଼ ପ୍ରଶ୍ନ ଥିଲା ଯେ ସେହି ନିଷ୍ପାପ ପିଲାଟିର ଦୋଷ କ'ଣ ଥିଲା? ସେହି ପାଷାଣୀ ମହିଳା କାହିଁକି ତାକୁ 20 ବର୍ଷ କଏଦ କରି ରଖିଥିଲେ? ସେହି ସମୟରେ ମୁକୁଲ ଆଖି ଖୋଲିଲା ଏବଂ ପାଣି ମାଗିଲା। ପାଣି ପିଇବା ପରେ ସେ ମୋ ଆଡ଼କୁ ଚାହିଁଲା। ମୁଁ ତା କେଶରେ ହାତ ବୁଲାଉଥିଲି ଏବଂ ଧୀରେ ପଚାରିଲି, ପୁଅ, ଏବେ ତୁ ସମ୍ପୂର୍ଣ୍ଣ ସୁରକ୍ଷିତ। କିନ୍ତୁ ମୋତେ କହ, ସେହି ସ୍ତ୍ରୀ ଲୋକଟି ତୋଠାରୁ କ'ଣ ଚାହୁଁଥିଲା? ମୋ ପ୍ରଶ୍ନ ଶୁଣି ମୁକୁଲର ଚେହେରାରେ ଭୟର ଏକ ଛାୟା ଖେଳିଗଲା। ସେ କୋହଭରା କଣ୍ଠରେ ଯାହା କହିଲା, ତାହା ଶୁଣି ମୋ ପାଦ ତଳୁ ମାଟି ଖସିଗଲା। ମୁକୁଲ କହିଲା, ପାପା, ଏସବୁ ସମ୍ପତ୍ତିର ଖେଳ ଥିଲା। ସେହି ମହିଳାଙ୍କ ସ୍ୱାମୀ ଜଣେ ବଡ଼ ଜମିଦାର ଥିଲେ ଯାହାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତ୍ତି ଥିଲା। ତାଙ୍କର ଇଚ୍ଛା ଥିଲା ଯେ ସମସ୍ତ ସମ୍ପତ୍ତି ତାଙ୍କର ଏକମାତ୍ର ପୁଅ ସୋହନକୁ ମିଳୁ, ଯିଏ ସେତେବେଳେ 6 ବର୍ଷର ଥିଲା। କିନ୍ତୁ ଯଦି ସୋହନକୁ କିଛି ହୋଇଯାଏ, ତେବେ ସବୁ ସମ୍ପତ୍ତି ଜମିଦାରଙ୍କ ଭାଇମାନଙ୍କୁ ମିଳିଥାନ୍ତା ଏବଂ ମାଲିକାଣୀଙ୍କୁ କିଛି ମିଳିନଥାନ୍ତା। ଦୁର୍ଭାଗ୍ୟବଶତଃ ସୋହନ ସିଡ଼ିରୁ ଖସିପଡ଼ି ଏବଂ ପ୍ରବଳ ଜ୍ୱର ଯୋଗୁଁ ହଠାତ୍ ମରିଗଲା। ଏହା ସେହି ସ୍ତ୍ରୀ ଲୋକ ପାଇଁ ସର୍ବନାଶ ଥିଲା। ସମ୍ପତ୍ତି ହାତେଇବା ପାଇଁ ସେ ନିଜ ପୁଅର ମୃତଦେହକୁ ହବେଳୀର ତଳ ମହଲାରେ ଗୁପ୍ତ ଭାବେ ପୋତିଦେଲା ଏବଂ କାହାକୁ କିଛି ଜଣାଇଲା ନାହିଁ। ଏବେ ତାକୁ ସୋହନ ବୟସର ଏବଂ ତାପରି ଦେଖାଯାଉଥିବା ଜଣେ ପିଲା ଦରକାର ଥିଲା। ମୁକୁଲ କାନ୍ଦି କାନ୍ଦି କହିଲା, ପାପା, ସେହି ଖୋଜିବା ଭିତରେ ସେ ସେହି ମେଳାରେ ପହଞ୍ଚିଲା ଯେଉଁଠି ଆମେ ଥିଲୁ। ମୋର ଚେହେରା ତା ମରିଯାଇଥିବା ପୁଅ ସହ ମିଳିଯାଉଥିଲା। ସେ ମୋତେ ଅପହରଣ କରି ନେଇଗଲା ଏବଂ ସମସ୍ତଙ୍କୁ ମିଛ କହିଲା ଯେ ମୁଁ ହିଁ ସୋହନ। ସେ ମୋତେ ବହୁତ ମାରୁଥିଲା ଏବଂ ଧମକାଉଥିଲା ଯେ ଯଦି ମୁଁ ନିଜକୁ ମୁକୁଲ ବୋଲି କହିବି, ତେବେ ସେ ମୋତେ ଜିଅନ୍ତା ମାରିଦେବ। ପ୍ରକୃତ ସମସ୍ୟା ସେତେବେଳେ ଆରମ୍ଭ ହେଲା ଯେତେବେଳେ ମୁଁ ବଡ଼ ହେଲି। ଆଇନଗତ ଭାବେ ସମ୍ପତ୍ତି ନିଜ ନାମରେ କରିବା ପାଇଁ ମୋର ଦସ୍ତଖତ ଓ ବାୟୋମେଟ୍ରିକ୍ ପ୍ରମାଣ ଦରକାର ଥିଲା। ସେ ଚାହୁଁଥିଲା ମୁଁ କୋର୍ଟରେ ମିଛ କହେ ଯେ ମୁଁ ସୋହନ। କିନ୍ତୁ ପାପା, ମୁଁ ବଡ଼ ହୋଇସାରିଥିଲି। ମୋତେ ଆପଣଙ୍କ ଚେହେରା ମନେଥିଲା। ମୁଁ ମରିବାକୁ ପ୍ରସ୍ତୁତ ଥିଲି, କିନ୍ତୁ ଆପଣଙ୍କ ନାମ ବଦଳାଇବାକୁ ନୁହେଁ। ସେଥିପାଇଁ ସେ ମୋତେ ଭୋକିଲା ରଖୁଥିଲା, କୋରଡ଼ା ମାରୁଥିଲା। କିନ୍ତୁ ମୁଁ କେବେ ବି ହାର ମାନି ନଥିଲି। ମୁକୁଲର ଏହି କଥା ଶୁଣି ମୋ ଆଖିରେ ଲୁହ ଜକେଇ ଆସିଲା। ମୋ ପୁଅ ଏତେ ସାହସୀ ଥିଲା ଯେ କୋଟି କୋଟି ଟଙ୍କା ପାଇଁ ସେ ନିଜ ପରିଚୟ ଏବଂ ବାପାର ଭଲପାଇବାକୁ ବିକ୍ରି କରିନଥିଲା। ତାର ଏହି ଖୁଲାସା ପରେ ପୋଲିସ ହବେଳୀର ତଳ ମହଲାରୁ ସେହି ମୃତ ପିଲାଟିର କଙ୍କାଳ ଉଦ୍ଧାର କଲା। ଏରୁ ପ୍ରମାଣିତ ହେଲା ଯେ ସେଇଟି ହିଁ ସୋହନ ଥିଲା। ଏହି ଖବର ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଦେଲା। ମାଲିକାଣୀ ବିରୁଦ୍ଧରେ ଲୋକଙ୍କର ଏତେ ରାଗ ଥିଲା ଯେ କୌଣସି ଓକିଲ ତା ପାଇଁ କୋର୍ଟରେ ଲଢ଼ିବାକୁ ପ୍ରସ୍ତୁତ ନଥିଲେ। ବିଚାର ଦିନ କୋର୍ଟରୁମ୍ ଲୋକଙ୍କ ଗହଳିରେ ଭର୍ତ୍ତି ହୋଇଥିଲା। ଯେଉଁ ମହିଳା ଦିନେ ଅହଙ୍କାରରେ ବଞ୍ଚୁଥିଲା, ସେ ଆଜି କାଠଗଡ଼ାରେ ହାତକଡ଼ି ପିନ୍ଧି ମୁଣ୍ଡ ନୁଆଁଇ ଠିଆ ହୋଇଥିଲା।
आम ओकिल जेतेबेले अदालत सामनारे सेही पुरुणा बही सेही अस्पष्ट फोटो मुकुल शरीर थिबा क्षतचिह्न एवं सेही स्त्रीलोकर निज पुअर हाडर रिपोर्ट उपस्थापन कले सेतेबेले पूरा कोर्टरे एक निशब्दता खेलीगला। विचारपति महोदय मंतव्य देले जे एहा मानव इतिहासर सबुठारु जघन्य अपराध मध्यरु अन्यतम, जेउठी जणे नारी संपत्ति लोभरे निज पुअर मृत्युकु लुचाइबा सह जणे निष्पाप शिशुर जीवन बर्बाद करिदेला एवं तार परिचय छड़ाइबाकु चेष्टा कला। अदालत मुकुलर साहस और त्यागकु सम्मान जणाइले जे से लोभरे पड़ी मिछर साथ देई नाही। विचारपति महोदय एक ऐतिहासिक निष्पत्ति शुणाई मालिकाणीकु फांसीदंड एवं तार सहयोगीकु आजीवन कारादंडादेश प्रदान कले। एहासह मालिकाणीर समस्त संपत्ति बाज्याप्त करी मुकुलकु क्षतिपूरण बाबदरे देबाकु निर्देश देले, जहा फଳରେ से निजर नुआ जीवन आरंभ करि परिबो। एही निष्पत्ति शुणिबा मात्रे कोर्टरूम करताळीरे प्रकंपित होई उठिला। न्यायर जय हेला। आमे बाप पुओ परस्परर हाथ धरी अदालतर पाहाच ओह्लाइबा बेले हजार हजार लोक आम उपरे फूल वर्षा कले। मीडियार कैमेरा आम आड़कु थिला, किंतु आमकु एही प्रसिद्धि किंबा संपत्ति सह कौनसी मतलब नथिला। आमकु जेउ खजाना मिलिथिला ताहा थिला परस्परर साथ, जहा 20 वर्ष पूर्वे हजि जाइथिला। फेरिबा बेलर सेही मुहूर्त अति भावप्रवण थिला। जेतेबेले आमे आमर सेही छोट पुरुणा घरे पहुंचिलु सेतेबेले संज नहीं आसुथिला। मु मुकुलर हाथ धरी ताकु घर भितरकु नेई आसिली। घरर सेही कांथगुड़िक जहा वर्ष वर्ष धरी मोर दीर्घश्वास और कांदर साक्षी थिला, आजि जेमिति खुशीरे झलसी उठुथिला। मुकुल सीधा सेही कोणकु गला जेउठी सेही रद्दी बहीगुड़िक रखा जाइथिला। से सेही बहीटिकु उठाई नेला जहा तार जीवन बंचाइथिला एवं ताकु चुमी देला। से हसी करी कहिला, पापा, जदि एही बहीटी आपणकु मिली नथांती तेबे हुए तो मु केबे भी फेरी पारि नथांती। मु आगकु बढ़ी ताकु कोळेई नेली एवं कहिली, पुओ, एहा केवल बही नथिला, एहा भगवानंक तरफरु पठा जाइथिबा एक माध्यम थिला। आम दुहिंक आखिरे खुशीर लुह थिला। घरर नीरवता एबे शेष होइथिला एवं एक नुआ जीवन आमकु अपेक्षा करिथिला। मोते अनुभव हेला जे मो स्त्रीर आत्मा भी आज बहुत खुशी हेउथिबो जे तार पुओ फेरी आसीछि, आउ से भी जणे स्वाभिमानी होई जिए संपत्ति पाई निज बापारंक नाम बिक्री करि नाही। मुकुल मोते कथा देला जे से आउ केबे मोते छाड़ी जीव नाही। मु ता कपाळकु चुमी देई कहिली, एबे केवल मृत्यु ही आमको अलगा करि परिबो। टेबुल उपरे रखा जाइथिबा सेही पुरुणा फोटो और बही एबे भी सेठारे थिला, जहा एही कथार प्रमाण देउथिला जे सत्यकु जेते भी माटी तळे लुचाई रखिले मध्य दिने ना दिने ताहा रद्दी कागज भितरु भी बाहारी आसे एवं अत्याचारर परिणाम सबुबेले भयंकर होइथाए। एही कहानी शिक्षा दिए जे सत्य एवं भल पाइबार शक्ति दुनियार जेकोनसी शक्ति ठारू बड़। जणे निष्पाप शिशु कोटी कोटी टंकार संपत्ति को प्रत्याख्यान करिदेला, कारण से निजर प्रकृत परिचय हराइबाकु चाहुनथिला। से 20 वर्ष नर्क परी जीवन बिताइला, किंतु मिछ आगरे केबे मुंड नुआइला नाही। अन्य एक शिक्षा हेउछि जे अन्याय जेते दिन चालिले भी तार शेष सबुबेले खराब होइथाए। लोभरे अंध होइथिबा सेही महिला निज पुओकु कबर देई भी शांतिरे रही पारिला नाही। तार अहंकार धन संपत्ति सबु शेषरे पाउंस होइगला। आउ सबुठारु बड़ कथा हेउछि आशा केबे छाड़िबा उचित नुहे। जणे वृद्ध बापा 20 वर्ष परे भी निज पुओकु भूली नथिले एवं एक रद्दी बही भितरे लुचिथिबा सत्य तांकु पुओ पाखरे पहुंचाई देला। एहार अर्थ हेउछि भगवान जेतेबेले चाहांती कौनसी भी रूपरे साहाय्य पठाई दियंती, केवल मनीषकु धैर्य और विश्वास हराइबा उचित नुहे। शेषरे एतिकी वार्ता जे टंकारे सबु किछि किणा जाई पारे, किंतु भल पाइबा, विश्वास और सत्यकु नुहे। जिए एही तीनोटी जिनिसकु धरी रखिथाए से केबे भी हारे नाही। बंधुगण, आशा करुछि आपनकु एही कहानीटी पसंद आसीथिबो। जदि कहानीटी भल लागिथाए तेबे भिडियोटिकु लाइक करंतु एवं रे नुआ थिलेकु सब्सक्राइब करंतु।